ଗପଟିର ନାଁ ହେଉଛି ଭଲ ମନ୍ଦ। ଗାଁ ମୁଣ୍ଡ ଦେଉଳ ପାଖରେ ବଗିଚାଟିଏ। ସେଥିରେ ନାନା ଜାତିର ଫୁଲ ଫୁଟିଥାଏ। ମହୁମାଛିଟିଏ ସଦାବେଳେ ଫୁଲରୁ ଫୁଲ ଉଡ଼ୁଥାଏ। ପାଖ ଚମ୍ପା ଗଛରେ ବିରୁଡ଼ିଟାଏ ବସା କରି ରହିଥାଏ। ଦିନେ ବିରୁଡ଼ି ମହୁମାଛିକୁ କହିଲା, ଭାଇ ସତ କରି କହ, ଲୋକେ ତୋତେ କାହିଁକି ଭଲ ପାଆନ୍ତି? ମୋତେ ତ ସେମାନେ ଘୃଣା କରୁଛନ୍ତି। ଆମେ ଦୁଇଜଣ ଦେଖିବାକୁ ପ୍ରାୟ ଏକାପରି। ଆମର ଡେଣା ଅଛି, ଆମେ ଫୁଲକୁ ଭଲ ପାଉଛେ। ଆମକୁ ଯଦି କେହି ଆଘାତ କରେ ଆମେ ତାକୁ ଲାହୁଡ଼ ମାରୁ। ଏକଥା ଶୁଣି ମହୁମାଛିଟି ଟିକିଏ ଭାବିଲା। ତାପରେ କହିଲା, ତୋର ପ୍ରଶ୍ନର ଉତ୍ତର ମୁଁ ବୋଧହୁଏ ଜାଣିଛି। ମୁଁ ଲୋକଙ୍କର ଅନେକ ଉପକାର କରେ। ମୁଁ ଦିନଯାକ ପରିଶ୍ରମ କରି ମହୁ ସଞ୍ଚେ। ଏହି ମହୁକୁ ଲୋକେ ଖାଆନ୍ତି। ଏହା ଅତି ସୁଆଦିଆ ଓ ଔଷଧ ଗୁଣ ରହିଛି। ତୁ ତ ଲୋକଙ୍କର କୌଣସି କାମରେ ଆସୁନାହୁଁ। ବିନା କାରଣରେ ତୁ ଲୋକଙ୍କୁ ଲାହୁଡ଼ ମାରି ଆଘାତ କରୁ। ତୁ ତ କାହାରି ଉପକାର କରୁନାହିଁ। ଆମ ପରି ଯଦି ତୁ ଭଲ କାମ କରନ୍ତୁ, ଲୋକେ ତୋତେ ଘୃଣା କରନ୍ତେ ନାହିଁ। ସେମାନେ ତୋତେ ଆମ ପରି ଭଲ ପାଆନ୍ତେ। ଏହି ଗପରୁ ଶିଖିଲେ ଯେ ସ୍ନେହ ଦେଲେ ସ୍ନେହ ପାଇବା, ସ୍ନେହ ଦେଲେ ସ୍ନେହ ପାଇବା।